ଖାଲି ଭାଗ୍ୟକୁ ଆଦରି ବସିଲେ କିଛି ହେବ ନାହିଁ। କର୍ମରେ ଆପଣଙ୍କର ଅଧିକାର ଅଛି, ଆଉ କର୍ମ ଦ୍ୱାରା ହିଁ ଭାଗ୍ୟ ନିର୍ଦ୍ଧାରଣ ହୋଇପାରିବ। ତେଣୁ କର୍ମ କରିଚାଲନ୍ତୁ, ସଫଳତା ନିଶ୍ଚିତ ମିଳିବ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 2026 ମସିହା ମେ ମାସ କିପରି କଟିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବର ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ନଜର ପକାଇବା ଗ୍ରହ ଗୋଚର ଉପରେ। ଆପଣଙ୍କର ରାଶିରୁ ପଞ୍ଚମ ଭାବରେ ରାହୁ ଅବସ୍ଥାନ କରିଛନ୍ତି, ଷଷ୍ଠରେ ଅଛନ୍ତି ଶନି ମଙ୍ଗଳ, ସପ୍ତମରେ ଅଛନ୍ତି ରବି ଏବଂ ବୁଧ, ଅଷ୍ଟମରେ ଅଛନ୍ତି ଶୁକ୍ର ସୁଗୃହୀ ବୃଷ ରାଶିରେ, ନବମରେ ଅଛନ୍ତି ବୃହସ୍ପତି ଏବଂ ଏକାଦଶରେ କେତୁ ଅବସ୍ଥାନ କରିଛନ୍ତି। ମେ 15 ତାରିଖ ପରେ ରବି ବୁଧ ଅବସ୍ଥାନ କରିବେ ଅଷ୍ଟମ ଭାବରେ ବୃଷ ରାଶିରେ। ମେ 11 ତାରିଖରେ ମଙ୍ଗଳ ଅବସ୍ଥାନ କରିବେ ସପ୍ତମ ଭାବରେ ନିଜର ସ୍ୱରାଶି ମେଷରେ। ମେ 14 ତାରିଖରେ ଶୁକ୍ର ଅବସ୍ଥାନ କରିବେ ନବମରେ ମିଥୁନ ରାଶିରେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର ତୁଳା ରାଶି ଏବଂ ତୁଳା ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ପ୍ରଥମେ ଆଲୋଚନା କରିବା ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ, ଆମ ଷ୍ଟ୍ରେନ୍ଥର ଭାବ। ପ୍ରଥମ ଭାବର ଅଧିପତି ହେଲେ ଶୁକ୍ର। ଶୁକ୍ର ଅଛନ୍ତି ଅଷ୍ଟମରେ ସୁଗୃହୀ ବୃଷ ରାଶିରେ। ଅଷ୍ଟମ ଭାବ ଦୁସ୍ଥାନ, ଯେହେତୁ ଶୁକ୍ର ଲଗ୍ନପତି, ଅଷ୍ଟମାଧିପତି ଦୋଷର ପ୍ରଭାବ ଟିକେ କମିବ, ତଥାପି ସ୍ୱାସ୍ଥ୍ୟ ଅବସ୍ଥାରେ ଅପଡାଉନ୍ ରହିବ। ହିଡେନ୍ ହେଲ୍ଥ ଇସ୍ୟୁ କିଛି ରହିପାରେ। ମହିଳାମାନଙ୍କର ହର୍ମୋନାଲ ଇନବାଲାନ୍ସ, ରିପ୍ରଡକ୍ଟିଭ୍ ଅର୍ଗାନ୍ ଇସ୍ୟୁ, ୟୁରିନାରୀ ଟ୍ରାକ୍ ଇନଫେକ୍ସନ୍ ଏସବୁ ହୋଇପାରେ। କିନ୍ତୁ ଗୋଟେ ପଜିଟିଭ୍ କଥା ହେଉଛି, ଶୁକ୍ର ଯେହେତୁ ଅଷ୍ଟମରେ ସୁଗୃହୀ ପାୱାରଫୁଲ୍ ରହିଛନ୍ତି, ରିକଭରି ପାୱାର ଷ୍ଟ୍ରଙ୍ଗ ରହିବ ଏବଂ ବୃହସ୍ପତିଙ୍କର ଦୃଷ୍ଟି ଲଗ୍ନ ଉପରେ ରହୁଥିବାରୁ ଏହା ଏକ ସ୍ୱାସ୍ଥ୍ୟ ପ୍ରତି ପଜିଟିଭ୍ ପଏଣ୍ଟ। ଇମ୍ୟୁନିଟି ଷ୍ଟ୍ରଙ୍ଗ ରହିବ। ଯଦି ବି କିଛି ହେଲ୍ଥ ପ୍ରୋବ୍ଲେମ୍ ଦେଖାଇଲା ତେବେ ରିକଭରି ମଧ୍ୟ ଶୀଘ୍ର ହୋଇଯିବ। ରବି ଏବଂ ବୁଧଙ୍କର ଦୃଷ୍ଟି ରହିଛି ଲଗ୍ନକୁ। ରବି ହେଉଛନ୍ତି ଏକାଦଶାଧିପତି, ତୁଳା ରାଶିକୁ ବାଧକ ଗ୍ରହ, ଏବଂ ବୁଧ ହେଉଛନ୍ତି ଦ୍ୱାଦଶାଧିପତି। ତେଣୁ ତାଙ୍କର ଦୃଷ୍ଟି ଯେହେତୁ ରହୁଛି, ଷ୍ଟ୍ରେସ୍ ତ ରହିବ, ହେଡାକ୍ ରହିବ, ବିପି ଅପଡାଉନ୍ ହୋଇପାରେ, ଓଭର ଥିଙ୍କିଂ ଏବଂ ମେଣ୍ଟାଲ ପ୍ରେସର ବଢ଼ିପାରେ। ମେ 15 ପରେ ରବି ଏବଂ ବୁଧଙ୍କର ରାଶି ପରିବର୍ତ୍ତନ ହେବ, ତେଣୁ ମେଣ୍ଟାଲ ଷ୍ଟ୍ରେସ୍ ଟିକେ କମିବ। ଓଭର ଥିଙ୍କିଂ ଯେଉଁ ପୂର୍ବରୁ ହେଉଥିଲା ଟିକେ କମିବ, ଆପଣ ରିଲାକ୍ସ ରହିବେ। ଡାଇଜେସନ୍ ଏବଂ ନର୍ଭସ୍ ସିଷ୍ଟମ୍ ଇମ୍ପ୍ରୁଭ୍ ହେବ। ହେଡାକ୍, ବିପି ଇସ୍ୟୁ ହ୍ରାସ ପାଇବ। ମେ 14 ପରେ ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରିବେ, ଯିବେ ନବମ ଭାବକୁ। ଅଷ୍ଟମ ଭାବର ନେଗେଟିଭ୍ ଇଫେକ୍ଟ କମିବ। ବଡ଼ିରେ ଏନର୍ଜି ଫ୍ଲୋ ଭଲ ରହିବ, ଇମ୍ୟୁନିଟି ବଢ଼ିବ। ହର୍ମୋନାଲ ଇନବାଲାନ୍ସ, ହିଡେନ୍ ପ୍ରୋବ୍ଲେମ୍ ଯାହା ବି କିଛି ଥିଲା ସେଥିରେ ସୁଧାର ଆସିବ। ହେଲ୍ଥ କ୍ଲିଅରଲି ଇମ୍ପ୍ରୁଭ୍ ହେବ। କିନ୍ତୁ ମଙ୍ଗଳ 11 ତାରିଖ ଠାରୁ ସପ୍ତମରେ ସୁଗୃହୀ ହେବେ, ଲଗ୍ନକୁ ଦୃଷ୍ଟି ଦେବେ। ଆଙ୍ଗର ଇସ୍ୟୁ ରହିବ, ଇରିଟେସନ୍ ରହିପାରେ। ଆପଣଙ୍କର ବିହେଭିଅର ଏଗ୍ରେସିଭ୍ ରହିବ। ଅସାବଧାନତା କାରଣରୁ ଛୋଟ ମୋଟ କଟ୍, ଆକ୍ସିଡେଣ୍ଟ ଏସବୁ ହୋଇପାରେ, ଖଣ୍ଡିଆ ଖାବରା ହୋଇପାରନ୍ତି। ସେଥିପ୍ରତି ଟିକେ ଧ୍ୟାନ ଦେବେ। ବୃହସ୍ପତିଙ୍କର ଦୃଷ୍ଟି ଯେହେତୁ ଲଗ୍ନକୁ ଅଛି, ମେଜର ହେଲ୍ଥ ଇସ୍ୟୁ ସେମିତି କିଛି ଦେଖାଉନାହିଁ ଏହି ମାସରେ। ମୁଖ୍ୟତଃ ଦେଖିବାକୁ ଗଲେ ତୁଳା ରାଶିର ବ୍ୟକ୍ତିବିଶେଷମାନେ ସାଧାରଣ ଏହି ମାସରେ ଏସିଡ଼ିଟି, ଗ୍ୟାସ୍, ଡାଇଜେସନ୍ ପ୍ରୋବ୍ଲେମ୍, ସ୍କିନ୍ ଇସ୍ୟୁ, ଆଲର୍ଜି, ହର୍ମୋନାଲ ଇନବାଲାନ୍ସ, ଜଏଣ୍ଟ ପେନ୍, ଲୋୟର ବ୍ୟାକ୍ ପେନ୍, ମେଣ୍ଟାଲ ଷ୍ଟ୍ରେସ୍, ଏଂଜାଇଟି ଏହିସବୁ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଓଭରଅଲ୍ କହିବାକୁ ଗଲେ ଏହି ମାସରେ ଛୋଟ ମୋଟ ହେଲ୍ଥ ଇସ୍ୟୁ ରହିବ, କିନ୍ତୁ ସିରିୟସ୍ ପ୍ରୋବ୍ଲେମ୍ କିଛି ନାହିଁ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ଷଷ୍ଠ ଭାବରେ। ପାଠପଢ଼ାରେ କଠିନ ପରିଶ୍ରମର ଆବଶ୍ୟକତା ରହିଛି। କନସେନ୍ଟ୍ରେସନ୍ କେବେ କେବେ ଭାଙ୍ଗିପାରେ। ଏକ୍ଜାମରେ କମ୍ପିଟିସନ୍ ରହିବ। ରାହୁ ପଞ୍ଚମରେ ଥିବାରୁ ମାଇଣ୍ଡ ଅଧିକ ଡିଷ୍ଟ୍ରାକ୍ଟ ହେବ। ମୋବାଇଲ, ସୋସିଆଲ ମିଡ଼ିଆରେ ଅଧିକ ଷ୍ଟୁଡେଣ୍ଟସ୍ ମାନେ ଏନଗେଜ୍ ରହିବେ। ପାଠପଢ଼ାରେ ସର୍ଟକଟ୍ ମେଥଡ଼କୁ ଚୁଜ୍ କରିବେ। ଓଭର ଥିଙ୍କିଂ ମଧ୍ୟ ଷ୍ଟୁଡେଣ୍ଟସ୍ ମାନଙ୍କର ରହିବ। କିନ୍ତୁ ଟେକ୍ନିକାଲ ଷ୍ଟଡି, ଆଇଟି ଫିଲ୍ଡ, ରିସର୍ଚ୍ଚରେ ଯେଉଁ ଷ୍ଟୁଡେଣ୍ଟସ୍ ମାନେ ଅଛନ୍ତି ସେମାନେ ଭଲ ପରଫର୍ମାନ୍ସ କରିବେ। ରେଜଲ୍ଟ କିନ୍ତୁ ଅନଏକ୍ସପେକ୍ଟେଡ଼ ରହିବ। କେତେବେଳେ ଭଲ ମିଳିବ ତ କେତେବେଳେ ଖରାପ। ସେହିପରି ନବମ ଭାବ ଉଚ୍ଚଶିକ୍ଷାର ଭାବ। ନବମରେ ଅଛନ୍ତି ବୃହସ୍ପତି। ହାୟର ଏଜୁକେସନରେ ଗ୍ରୋଥ, ଟିଚର ଏବଂ ପ୍ରଫେସରଙ୍କର ସପୋର୍ଟ ମିଳିବ, ଗାଇଡାନ୍ସ ମିଳିବ। କମ୍ପିଟେଟିଭ୍ ଦେଉଥିବା ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।
ନବମାଧିପତି ବୁଧ ରବିଯୁକ୍ତ ହୋଇ ସପ୍ତମରେ ଅଛନ୍ତି। ମେ 15 ପର୍ଯ୍ୟନ୍ତ ରବି ବୁଧ ସପ୍ତମରେ ରହିବେ। କମ୍ୟୁନିକେସନ୍ ଷ୍ଟଡି ପ୍ଲାନିଂ ଭଲ ରହିବ। ଇଣ୍ଟରଭ୍ୟୁ ଭାଇବା ପାଇଁ ଭଲ ସମୟ ରହିଛି। କିନ୍ତୁ ମେ 15 ପରେ ଅଷ୍ଟମରେ ଯେତେବେଳେ ଗୋଚର କରିବେ ରବି ବୁଧ, ସଡନ୍ ପାଠପଢ଼ାକୁ ନେଇ କନଫ୍ୟୁଜନ୍ ଷ୍ଟ୍ରେସ୍ ବଢ଼ିପାରେ। ହେଲ୍ଥ କିମ୍ବା ମେଣ୍ଟାଲ ପ୍ରେସରରୁ ଷ୍ଟଡି ସ୍ଲୋ ହେବ। କିନ୍ତୁ ଡିପ୍ ଷ୍ଟଡି ଯେଉଁମାନେ କରୁଛନ୍ତି, ରିସର୍ଚ୍ଚ, ଅକଲ୍ଟ, ସାଇକୋଲୋଜି, ହିଡେନ୍ ନଲେଜ ପାଇଁ ଭଲ ସମୟ ରହିଛି। ଓଭରଅଲ୍ ଯଦି କହିବି, ଏହି ମାସରେ ଯେଉଁ ବିଦ୍ୟାର୍ଥୀମାନେ ଆଇଟି, କମ୍ପ୍ୟୁଟର, ଟେକ୍ନିକାଲ, ରିସର୍ଚ୍ଚ, ଆନାଲିଟିକାଲ ଫିଲ୍ଡ, ଲ, ମ୍ୟାନେଜମେଣ୍ଟ ସବଜେକ୍ଟରେ ହାୟର ଷ୍ଟଡି କରୁଛନ୍ତି, ସେମାନଙ୍କର ଡେଭଲପମେଣ୍ଟ ଦେଖାଉଛି। ଯେଉଁମାନେ ଏହି ସବଜେକ୍ଟରେ ହାୟର ଷ୍ଟଡି କରିବାକୁ ଚାହୁଁଛନ୍ତି, ଆଡ଼ମିସନ୍ ମଧ୍ୟ କରିପାରନ୍ତି, ଇନଷ୍ଟିଟ୍ୟୁସନ୍ ଜଏନ୍ କରିପାରନ୍ତି। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ପଞ୍ଚମ ଭାବ ଲଭ୍ ଆଟ୍ରାକ୍ସନ୍ ରୋମାନ୍ସର ଭାବ। ରାହୁ ଅଛନ୍ତି ପଞ୍ଚମରେ। ଲଭ୍ ରିଲେସନ୍ରେ ଆଟ୍ରାକ୍ସନ୍ ବହୁତ ଷ୍ଟ୍ରଙ୍ଗ ହେବ, କିନ୍ତୁ ଏହା କନଫ୍ୟୁଜନ୍, ମିସ୍ଅଣ୍ଡରଷ୍ଟାଣ୍ଡିଂ, ଇଲ୍ୟୁଜନ୍ ମଧ୍ୟ ଆଣିପାରେ। ହଠାତ୍ ରିଲେସନସିପ୍ ଷ୍ଟାର୍ଟ ହୋଇପାରେ କିମ୍ବା ଯଦି ଲଭ୍ ଥିଲା ସଡନ୍ ବ୍ରେକଅପ୍ର ସମ୍ଭାବନା ବି ରହିଛି। ଅନଲାଇନ୍ ଲଭ୍, ଲଙ୍ଗ୍ ଡିଷ୍ଟାନ୍ସ ରିଲେସନ୍ର ଚାନ୍ସ ବଢ଼ୁଛି। ପଞ୍ଚମାଧିପତି ଶନି ଅଛନ୍ତି ଷଷ୍ଠ ଭାବରେ। ପାର୍ଟନରଙ୍କ ସହିତ ମିସ୍ଅଣ୍ଡରଷ୍ଟାଣ୍ଡିଂ ବଢ଼ିପାରେ। ଇଗୋ କ୍ଲାସ୍, ଟ୍ରଷ୍ଟ ଇସ୍ୟୁ ହେବାର ଚାନ୍ସ ବି ରହିଛି। କିଛି ଲୋକଙ୍କ ପାଇଁ ହିଡେନ୍ ଏନିମିଜ୍ ବା ଥାର୍ଡ଼ ପର୍ସନଙ୍କ ଇଣ୍ଟରଫିୟରେନ୍ସ ହୋଇପାରେ। ସ୍ମଲ୍ ଇସ୍ୟୁ ବଡ଼ କନଫ୍ଲିକ୍ଟକୁ ନେଇଯିବ। ଓଭର ଥିଙ୍କିଂ ଏବଂ ଡାଉଟ୍ ବଢ଼ିଯିବ। ୱାନ୍ ସାଇଡ୍ ଲଭ୍ ମଧ୍ୟ ହୋଇପାରେ। ଯେଉଁମାନେ ଅଲରେଡ଼ି ରିଲେସନସିପ୍ରେ ଅଛନ୍ତି ସେମାନେ କେୟାରଫୁଲ୍ ରହିବେ। ସ୍ପେଶିଆଲ କେସ୍ ଟିକେ ଦେଖିବା। ଯେଉଁମାନେ ଟିନ୍ ଏଜ୍ରେ ଅଛନ୍ତି ତାଙ୍କ ବିଷୟରେ ଟିକେ ଆଲୋଚନା କରିବା। ରାହୁ ଯେହେତୁ ପଞ୍ଚମରେ ଅଛି, ଅପୋଜିଟ୍ ଜେଣ୍ଡର ପ୍ରତି ଷ୍ଟ୍ରଙ୍ଗ ଆଟ୍ରାକ୍ସନ୍ ଏବଂ କ୍ରସ୍ ବଢ଼ିବ। କିନ୍ତୁ ଏହା ରିଏଲ୍ ଲଭ୍ ଠାରୁ ଅଧିକ ଇଲ୍ୟୁଜନ୍ ସୃଷ୍ଟି କରିବ, ଇନଫ୍ୟାଚୁଏସନ୍ ସୃଷ୍ଟି କରିବ। ହଠାତ୍ କାହାକୁ ଆପଣ ପ୍ରପୋଜାଲ୍ ଦେଇପାରନ୍ତି ବା ଆପଣଙ୍କୁ କେହି ପ୍ରପୋଜ୍ କରିପାରନ୍ତି। ନ୍ୟୁ ରିଲେସନସିପ୍ ଷ୍ଟାର୍ଟ ହେବାର ଦେଖାଯିବ। କିନ୍ତୁ ସମସ୍ୟା ଏଠି କ'ଣ ହେବ ନା ରିଲେସନସିପ୍ ଦୀର୍ଘ ସମୟ ଧରି ଚାଲିବା କଷ୍ଟକର ହେବ। ଓଭର ଆଟାଚମେଣ୍ଟ ପରେ ହାର୍ଟ ବ୍ରେକ୍। ପାଠପଢ଼ାରେ ମଧ୍ୟ ଏହି ଲଭ୍ ଯୋଗୁଁ ଡିଷ୍ଟ୍ରାକ୍ସନ୍ ବଢ଼ିବ। ତେଣୁ ଏହି ଟିନେଜର ମାନଙ୍କୁ ଆଡ଼ଭାଇସ୍ ରହିବ କି ଇମୋସନାଲ୍ ହେଇକି କିଛି ରଙ୍ଗ ଡିସିସନ୍ ନିଅନ୍ତୁ ନାହିଁ। ଲଭ୍କୁ ଏତେ ସିରିୟସ୍ ନେବା ଆପଣଙ୍କ ପକ୍ଷେ ଉଚିତ ହେବନି। ଏବେ ଜାଣିବା ୟଙ୍ଗ ମାସଙ୍କର ଲଭ୍ ଲାଇଫ୍ କିପରି ରହିବ। ଯେଉଁମାନଙ୍କର ଏଜ୍ ସାଧାରଣତଃ 22ରୁ 30 ଭିତରେ, ସେମାନଙ୍କର ଲଭ୍ ଲାଇଫ୍ ଯଦି ଦେଖିବା, ପରସ୍ପର ପ୍ରତି ଆଟ୍ରାକ୍ସନ୍ ଏବଂ ଫିଜିକାଲ୍ କେମିଷ୍ଟ୍ରି ବହୁତ ଷ୍ଟ୍ରଙ୍ଗ ହେବ। ଅନଲାଇନ୍ ଲଭ୍, ସୋସିଆଲ ମିଡ଼ିଆ କନେକ୍ସନ୍ ବଢ଼ିବ। କିଛି ବ୍ୟକ୍ତି ସିକ୍ରେଟ୍ ରିଲେସନସିପ୍ରେ ରହିପାରନ୍ତି। ଶନି ଷଷ୍ଠରେ ଥିବାରୁ ଚ୍ୟାଲେଞ୍ଜେସ୍ ଆସିବ। ମିସ୍ଅଣ୍ଡରଷ୍ଟାଣ୍ଡିଂ, ଇଗୋ କ୍ଲାସ୍, ଫାଇଟ୍, ଥାର୍ଡ଼ ପର୍ସନଙ୍କର ଇଣ୍ଟରଫିୟରେନ୍ସ ଏବଂ ଟ୍ରଷ୍ଟ ଇସ୍ୟୁ ମଧ୍ୟ ବଢ଼ିବ। ଏହି ସମୟରେ ବ୍ରେକଅପ୍ ମଧ୍ୟ ହୋଇଯାଇପାରେ। ୱିକ୍ ରିଲେସନ୍ ଭାଙ୍ଗିଯିବ, ଷ୍ଟ୍ରଙ୍ଗ ରିଲେସନ୍ ସର୍ଭାଇଭ୍ କରିବ। ଏହି ମେ ମାସରେ ତୁଳା ରାଶିର ଲଭର୍ସ ମାନଙ୍କର ଟ୍ରୁ ଲଭ୍ ଏବଂ ଟାଇମ୍ ପାସ୍ ଲଭ୍ ମଧ୍ୟରେ ଡିଫରେନ୍ସ କ'ଣ ଜଣାପଡ଼ିଯିବ। ଯେଉଁମାନେ ଲୟାଲ୍ ଏବଂ ମ୍ୟାଚ୍ୟୁର, ସେମାନଙ୍କ ପାଇଁ ରିଲେସନ୍ ଷ୍ଟ୍ରଙ୍ଗ ବଣ୍ଡକୁ କନଭର୍ଟ ହେବ। ଲଭର୍ସ ମାନଙ୍କୁ ଆଡ଼ଭାଇସ୍ ରହିବ କି କ୍ୱିକ୍ ଡିସିସନ୍କୁ ଆଭଏଡ଼ କରନ୍ତୁ, କମ୍ୟୁନିକେସନ୍ କ୍ଲିଅର ରଖନ୍ତୁ, ଓଭର ଥିଙ୍କିଂ ଏବଂ ଜେଲସି କଣ୍ଟ୍ରୋଲ କରନ୍ତୁ। ନିଜର କ୍ୟାରିୟର ଏବଂ ଷ୍ଟଡିକୁ ଇଗ୍ନୋର କରନ୍ତୁ ନାହିଁ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ। ଦ୍ୱିତୀୟାଧିପତି ମଙ୍ଗଳ ଅଛନ୍ତି ଷଷ୍ଠରେ। ମାସ ଆରମ୍ଭରୁ ମେ 10 ତାରିଖ ମଧ୍ୟରେ ଅନନେସେସରି ଏକ୍ସପେନ୍ସେସ୍, ଲୋନ୍ ଟେନସନ୍ ରହିପାରେ। ମେଡ଼ିକାଲରେ ଖର୍ଚ୍ଚ ବି ହୋଇପାରେ। ଡେଲି ଏକ୍ସପେନ୍ସେସ୍ ବଢ଼ିପାରେ। କିନ୍ତୁ ମେ 11 ପରେ ମଙ୍ଗଳ ସ୍ୱଗୃହ ମେଷ ରାଶିରେ ରହିବେ। ଫାଇନାନ୍ସରେ ଷ୍ଟ୍ରଙ୍ଗ ଇମ୍ପ୍ରୁଭମେଣ୍ଟ ଆସିବ। ଆୟ ବଢ଼ିବ। ପେଣ୍ଡିଂ ମନି ମିଳିପାରେ। ଆପଣଙ୍କର ୟର୍ନିଂ କାପାସିଟି ବଢ଼ିବ। ଷଷ୍ଠ ଭାବରେ ଶନି ରହୁଛନ୍ତି। ଜବ୍ କରୁଥିବା ଲୋକମାନଙ୍କ ପାଇଁ ସାଲାରୀ ଇନକ୍ରିମେଣ୍ଟ, ଇନସେଣ୍ଟିଭ୍ସ, ଓଭର ଟାଇମ୍ରୁ, ଏକ୍ସଟ୍ରା ଡ୍ୟୁଟିରୁ ଧନ ଆସିବ। ମଙ୍ଗଳ ଦ୍ୱିତୀୟାଧିପତି ସପ୍ତମରେ ସ୍ୱଗୃହ ରହୁଛନ୍ତି। ଫ୍ରିଲାନ୍ସିଂ, ସ୍କିଲ୍ ବେସ୍ଡ ୟର୍ନିଂ ବଢ଼ିବ। ରିଏଲ୍ ଇଷ୍ଟେଟ୍ରୁ ଇନକମ୍ ଆସିପାରେ। ଲ୍ୟାଣ୍ଡ ଆଣ୍ଡ ପ୍ରପର୍ଟି ରିଲେଟେଡ୍ ବିଜନେସ୍ରୁ ୟର୍ନିଂ ଆସିବ। ଷଷ୍ଠ ଭାବ ଡିସ୍ପ୍ୟୁଟ୍ର ଭାବ। କେହି ଆପଣଙ୍କୁ ଦେବାକୁ ଥିବା ପଇସା ଫେରସ୍ତ ମିଳିପାରେ। ଯଦି ପ୍ରପର୍ଟି ମ୍ୟାଟରକୁ ନେଇ କୋର୍ଟ କେସ୍ ଚାଲିଥିଲା, ଲିଗାଲ୍ କେସ୍ କିଛି ଚାଲିଥିଲା, ତେବେ ଆପଣ ୱିନ୍ କରି ଟଙ୍କା ପାଇପାରନ୍ତି। ସର୍ଭିସ୍ ବେସ୍ଡ ଫିଲ୍ଡରୁ ଇନକମ୍ ଜେନେରେଟ୍ ହେବ। ମେଡ଼ିସିନ୍, ହେଲ୍ଥ, ଫିଟନେସ୍, ରିପେୟାରିଂ, ଟେକ୍ନିକାଲ ୱାର୍କରୁ ଇନକମ୍ ଆସିବ। କମ୍ପିଟିସନ୍ ବେସ୍ଡ ବିଜନେସ୍ରୁ ଆର୍ଥିକ ଲାଭ ହେବ। ମଙ୍ଗଳ ହେଉଛନ୍ତି ହାର୍ଡ଼ୱାର୍କ ଏବଂ ଏନର୍ଜେଟିକ୍ ପ୍ଲାନେଟ୍। ତେଣୁ ନିଜର ପ୍ରୟାସରେ ଇନକମ୍ ବଢ଼ିବ। ଓଭରଅଲ୍ ଯଦି କହିବି ଫାଇନାନ୍ସିଆଲ ସ୍ଥିତି, ତେବେ ମେ ଫାର୍ଷ୍ଟ ହାଫ୍ ପ୍ରେସର ରହିବ, ଏକ୍ସପେନ୍ସେସ୍ ରହିବ। ମେ ସେକେଣ୍ଡ ହାଫ୍ରେ ଷ୍ଟ୍ରଙ୍ଗ ରିକଭରି ଆସିବ ଏବଂ ୟର୍ନିଂ ଗ୍ରୋଥ୍ ହେବ।
ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ଦାମ୍ପତ୍ୟ ଜୀବନର ଭାବ। ସପ୍ତମାଧିପତି ମଙ୍ଗଳ ଅଛନ୍ତି ଷଷ୍ଠ ଭାବରେ ସନ୍ନିଯୁକ୍ତ ହୋଇକି। ଛୋଟ ମୋଟ ଝଗଡ଼ା ଲାଗି ରହିବ ମାସ ଆରମ୍ଭରୁ। ମିସ୍ଅଣ୍ଡରଷ୍ଟାଣ୍ଡିଂ ବଢ଼ିବ। ପୁରୁଣା ଇସ୍ୟୁ ଫେରି ଆସିପାରେ। କିଛି ସ୍ୱାମୀ ସ୍ତ୍ରୀ ନିଜର ଇଗୋକୁ ଗୁରୁତ୍ୱ ଦେବେ ରିଲେସନ୍ ଅପେକ୍ଷା। ଯେଉଁମାନେ ଓଲ୍ଡ କପୁଲ ମ୍ୟାରେଜ୍ 10 ଇୟର୍ସ କ୍ରସ୍ କରିଗଲାଣି, ଅଯଥା ଅସନ୍ତୋଷ ସେମାନଙ୍କର ମନ ଭିତରେ ଆସିବ। ପାର୍ଟନରଙ୍କ ସହିତ ଇମୋସନାଲ୍ ଡିଷ୍ଟାନ୍ସ ମଧ୍ୟ ବଢ଼ିପାରେ। ଆଉ ଯେଉଁମାନେ ନ୍ୟୁଲି ମ୍ୟାରିଡ୍ କପୁଲ ରିସେଣ୍ଟ ମ୍ୟାରେଜ୍ କରିଛନ୍ତି, ଆଡ଼ଜଷ୍ଟମେଣ୍ଟ ପ୍ରୋବ୍ଲେମ୍ ସେମାନଙ୍କ ଭିତରେ ଦେଖାଯିବ। ଏକ୍ସପେକ୍ଟେସନ୍ ମ୍ୟାଚ୍ ନ କରିବାରୁ ଟେନସନ୍ ରହିବ। ମେ 11 ପରେ ସପ୍ତମାଧିପତି ମଙ୍ଗଳ ସପ୍ତମରେ ସୁଗୃହୀ ରହିବେ। ରିଲେସନସିପ୍ରେ ଷ୍ଟ୍ରେନ୍ଥ ଏବଂ କ୍ଲାରିଟି ଆସିବ। ମିସ୍ଅଣ୍ଡରଷ୍ଟାଣ୍ଡିଂ ଧୀରେ ଧୀରେ ହ୍ରାସ ପାଇବ। ଆଟ୍ରାକ୍ସନ୍ ଏବଂ ଫିଜିକାଲ୍ ବଣ୍ଡିଂ ଧୀରେ ଧୀରେ ବଢ଼ିବ। ପାର୍ଟନର ମଧ୍ୟ ସପୋର୍ଟ କରିବେ, କିନ୍ତୁ ଉଭୟଙ୍କର ଏଗ୍ରେସନ୍ ରହିବ। ବେଳେବେଳେ ହଟ୍ କରିଲା ଭଳି କଥାବାର୍ତ୍ତା କରିପାରନ୍ତି। ଓଲ୍ଡ ମ୍ୟାରେଡ୍ ଲାଇଫ୍ରେ ପୁରୁଣା ପ୍ରୋବ୍ଲେମ୍ ସଲ୍ଭ ହେବ। ଯାହା ବି କିଛି ଇସ୍ୟୁ ଥିଲା, ଫାଇନାନ୍ସକୁ ନେଇକି, ପିଲାମାନଙ୍କୁ ନେଇକି, ଫ୍ୟାମିଲିକୁ ନେଇକି ଯାହା ବି କିଛି ପ୍ରୋବ୍ଲେମ୍ ଥିଲା, ଶାଶୁଘରକୁ ନେଇକି, ଶ୍ୱଶୁର ଘରକୁ ନେଇକି ଯାହା ବି କିଛି ଇସ୍ୟୁ ଥିଲା, ଧୀରେ ଧୀରେ ସଲ୍ଭ ହେବ। ଯେଉଁମାନେ ନ୍ୟୁ ମ୍ୟାରେଜ୍ କରିଛନ୍ତି, ବଣ୍ଡିଂ ଷ୍ଟ୍ରଙ୍ଗ ହେବ। ମ୍ୟୁଚୁଆଲ୍ ଅଣ୍ଡରଷ୍ଟାଣ୍ଡିଂ ଡେଭଲପ୍ ହେବ। ଫିଜିକାଲ୍ ଏବଂ ଇମୋସନାଲ୍ କ୍ଲୋଜନେସ୍ ବଢ଼ିବ। ସବୁ ପରେ ବି ମଙ୍ଗଳ ଯେହେତୁ ଫାୟାର ଏନର୍ଜି ସପ୍ତମରେ ରହୁଛନ୍ତି ଏବଂ ଦୃଷ୍ଟି ଦେଉଛନ୍ତି ଲଗ୍ନକୁ, ଆଙ୍ଗରନେସ୍ ବଢ଼ିବ। ଅଧୈର୍ଯ୍ୟ ହେବେ। ଚିଡ଼ିଚିଡ଼ାପଣ ବୃଦ୍ଧି ପାଇବ। ତେଣୁ ସେଥିରେ ଟିକେ କଣ୍ଟ୍ରୋଲ ଆବଶ୍ୟକ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। କର୍ମକାରକ ଗ୍ରହ ଶନି ଅଛନ୍ତି ନିଯୁକ୍ତି ସ୍ଥାନରେ ଷଷ୍ଠ ଭାବରେ। ଶନି ତୁଳା ରାଶି ପାଇଁ ଯୋଗକାରକ ଗ୍ରହ। ଷଷ୍ଠ ଭାବ ହେଉଛି ଜବ୍, କମ୍ପିଟିସନ୍, ସର୍ଭିସର ସ୍ଥାନ। ଶନି ଏଠାରେ ଷ୍ଟ୍ରଙ୍ଗ ପୋଜିସନରେ ଅଛନ୍ତି। ଶତ୍ରୁ ନାଶ ହେବେ। ଅଫିସ୍ ପଲିଟିକ୍ସରେ ଆପଣ ୱିନ୍ କରିବେ। ହାର୍ଡ଼ୱାର୍କରେ ସକ୍ସେସ୍ ମିଳିବ। କମ୍ପିଟେଟିଭ୍ ଏକ୍ଜାମରେ ଆଡ଼ଭାଣ୍ଟେଜେସ୍ ରହିଛି। ଷଷ୍ଠ ଭାବର ଅଧିପତି ବୃହସ୍ପତି ନବମ ଭାବରେ ଅଛନ୍ତି। ତେଣୁ କର୍ମକ୍ଷେତ୍ରରେ ଲକ୍ ସପୋର୍ଟ କରିବ। ସପ୍ତମ ଭାବରେ ରବି ବୁଧ ଯୋଗ ପବ୍ଲିକ୍ ଡିଲିଂସ୍, କମ୍ୟୁନିକେସନ୍ ଏବଂ ବିଜନେସ୍ ସ୍କିଲ୍ ବଢ଼ାଇବ। ଗଭର୍ଣ୍ଣମେଣ୍ଟ ରିଲେଟେଡ୍ ୱାର୍କରେ ସଫଳତା ମିଳିବ, କାରଣ ରବି ଉଚ୍ଚସ୍ଥ ରହୁଛନ୍ତି। ମେ 14 ପରେ ଶୁକ୍ର ଏବଂ ବୃହସ୍ପତି ନବମ ଭାବରେ ଏକାଠି ହେବେ। ଜବ୍ ଚେଞ୍ଜେସ୍, ପ୍ରମୋସନର ଚାନ୍ସ ରହିଛି। ଫରେନ୍ କମ୍ପାନୀ, MNC କମ୍ପାନୀରେ ଜବ୍ ଲାଗିପାରେ। ଯେଉଁମାନେ ପ୍ରାଇଭେଟ୍ ସେକ୍ଟରରେ ଜବ୍ କରିଛନ୍ତି, ମେ 14 ମଧ୍ୟରେ ୱାର୍କ ପ୍ରେସର ଅଧିକ ରହିବ। ଆପଣଙ୍କୁ ନେଇ ଅଫିସରେ ରାଜନୀତି ଚାଲିପାରେ। ମେ 14 ପରେ କମ୍ୟୁନିକେସନ୍ ସ୍କିଲ୍ ଦ୍ୱାରା ବେନିଫିଟ୍ ଆପଣଙ୍କୁ ମିଳିବ। ବେଟର କମ୍ପାନୀରୁ ଅଫର୍ ଆସିପାରେ। ମନରେ ସାଲାରୀକୁ ନେଇ ଯେଉଁ ଡିସାଟିସ୍ଫିକେସନ୍ ଥିଲା, ସେ ଦୂର ହୋଇଯିବ। ସାଲାରୀ ଇନକ୍ରିମେଣ୍ଟ ବି ହୋଇଯିବ। ଭଲ ପ୍ୟାକେଜରେ ଜବ୍ ମିଳିପାରେ। ସେହିପରି ଗଭର୍ଣ୍ଣମେଣ୍ଟ ଜବ୍ କଥା ଯଦି କହିବି, ବୃହସ୍ପତି ଷଷ୍ଠପତି ନବମ ଭାବରେ ରହୁଛନ୍ତି। କମ୍ପିଟିସନ୍ରେ ସକ୍ସେସ୍ ଯୋଗ ରହିଛି। ଲକ୍ ସପୋର୍ଟ କରିବ। ଯେଉଁମାନେ ଜବ୍ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ, ସିଲେକ୍ସନ୍ ହେବାର ଚାନ୍ସ ରହିଛି। ମେ 14 ପରେ ଜବ୍ ମିଳିଯିବ। ଯେଉଁମାନେ ଜବ୍ ଚେଞ୍ଜ ପାଇଁ ଟ୍ରାଏ କରୁଥିଲେ, ମେ 15 ପରେ ଭଲ ସମୟ ରହିଛି। ଜବ୍ ଚେଞ୍ଜ ହୋଇଯିବ। ଅଚାନକ ଅଫର୍ ଆସିପାରେ। ରେଫରେନ୍ସ କିମ୍ବା କଣ୍ଟାକ୍ଟ ଦ୍ୱାରା ଜବ୍ ମିଳିପାରେ। ଓଭରଅଲ୍ ଯଦି କହିବି, ତୁଳା ରାଶି ପାଇଁ ଜବ୍ର ସ୍ଥିତି, ଗଭର୍ଣ୍ଣମେଣ୍ଟ ଜବ୍ ଷ୍ଟ୍ରଙ୍ଗ ଚାନ୍ସ ରହିଛି। ପ୍ରାଇଭେଟ୍ ଜବ୍ରେ ପ୍ରମୋସନ୍ ଏବଂ ଇନକ୍ରିମେଣ୍ଟ ରହିଛି ଏବଂ କମ୍ପିଟିସନ୍ରେ ଆପଣ ୱିନ୍ କରିବେ। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମାଧିପତି ମଙ୍ଗଳ ଷଷ୍ଠ ଭାବରେ ଅଛନ୍ତି। ଷଷ୍ଠ ଭାବ ହେଉଛି ଦୁସ୍ଥାନ। ତେଣୁ ବିଜନେସ୍ରେ କମ୍ପିଟିସନ୍, ଟେନସନ୍, ଲୋନ୍ ପ୍ରେସର ବଢ଼ିପାରେ। ପାର୍ଟନରସିପ୍ ବିଜନେସ୍ରେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହେବାର ଯୋଗ ଦେଖାଉଛି। କିନ୍ତୁ ସପ୍ତମ ଭାବରେ ରବି ବୁଧ ଥିବାରୁ ସିଚୁଏସନ୍କୁ କିଛି ମାତ୍ରାରେ ଭରଣା କରିବ। କ୍ଲାଏଣ୍ଟ ଡିଲିଂସ୍ ଭଲ ହେବ। କମ୍ୟୁନିକେସନ୍ ଷ୍ଟ୍ରଙ୍ଗ ହେବ। ନ୍ୟୁ ଡିଲ୍ ଆସିପାରେ। ମେ 14 ଭିତରେ ହାର୍ଡ଼ୱାର୍କ ବେଶୀ ରହିବ, କିନ୍ତୁ ପ୍ରଫିଟ୍ କମିବ। ମେ 11 ପରେ ସପ୍ତମାଧିପତି ମଙ୍ଗଳ ସ୍ୱଗୃହରେ ଅବସ୍ଥାନ କରିବେ। ଏଠାରେ ମଙ୍ଗଳ ରୁଚକ ମହାପୁରୁଷ ଯୋଗ ସୃଷ୍ଟି କରୁଛନ୍ତି। ଏହା ବିଜନେସ୍ରେ ସବୁଠାରୁ ପଜିଟିଭ୍ ପଏଣ୍ଟ। ଯେଉଁମାନେ ରିଏଲ୍ ଇଷ୍ଟେଟ୍ ବିଜନେସ୍ କରୁଛନ୍ତି, ଏହି ସମୟରେ ବହୁତ ଲାଭବାନ ହେବେ। ଟେକ୍ନିକାଲ ଇଲେକ୍ଟ୍ରୋନିକ୍ସ ଆଇଟମ୍ ବିଜନେସ୍ ଭଲ ଚାଲିବ। ମାର୍କେଟ କମ୍ପିଟିସନ୍ରେ ୱିନ୍ କରିବେ। ବିଜନେସ୍ ଗ୍ରୋ କରିବ। ମଙ୍ଗଳ ହେଉଛନ୍ତି ଭୂମିପୁତ୍ର, ତେଣୁକରି ପ୍ରପର୍ଟି ରିଲେଟେଡ୍ ବିଜନେସ୍ରେ ଆପଣଙ୍କୁ ଫାଇଦା ହେବ। ମେ 15 ପରେ ରବି ବୁଧ ଅଷ୍ଟମରେ ରହିବେ। ହଠାତ୍ କିଛି ସମସ୍ୟା ହୋଇପାରେ। ହିଡେନ୍ ପ୍ରୋବ୍ଲେମ୍, ଲିଗାଲ୍ ଇସ୍ୟୁର ପସିବିଲିଟି ରହିଛି। ଦେଖି ଚାହିଁ ଇନଭେଷ୍ଟ କରିବା ଆପଣଙ୍କ ପାଇଁ ଠିକ୍ ହେବ। କିନ୍ତୁ ରିସର୍ଚ୍ଚ, ସିକ୍ରେଟ୍ ପ୍ଲାନିଂରେ ସକ୍ସେସ୍ ମିଳିବ। ଏହି ମାସରେ କନଷ୍ଟ୍ରକ୍ସନ୍, ଲ୍ୟାଣ୍ଡ, ପ୍ରପର୍ଟି, ଆଇରନ୍, ମେସିନାରୀ, ଇଲେକ୍ଟ୍ରିକାଲ, ହାର୍ଡ଼ୱେୟାର ବିଜନେସ୍ ଭଲ ଚାଲିବ। ମାସ ଆରମ୍ଭରୁ ରବି ବୁଧଙ୍କର ସପୋର୍ଟ ଫଳରେ
ऑनलाइन बिजनेस मार्केटिंग सेल्स कमिशन बेस्ड वर्क भल चलिब। मे 15 पर वाणिज्यकारक बुध रवियुक्त होकर अष्टम फाइनेंशियल काउंसलिंग रे सफलता मिलिब। एही मासरे तुला राशि बिजनेसमैन मान को एडवाइस रहिबो कि पार्टनरशिप बिजनेस रे कॉन्फ्लिक्ट अवॉइड करंतु। मे 15 पर रिस्क इन्वेस्टमेंट करंतु नहीं। लीगल पेपर चेक करंतु। लोन नेबारे केयरफुल रहंतु। तुला राशि व्यक्तिविशेष माने प्रतिकार कौन करेंगे। आपणकर राशियाधिपति हेले शुक्र। शुक्रंकर बीज मंत्र को जप करंतु। मंत्रटी है ओं द्रांग द्रींग द्रौं स शुक्राय नमः। दैनिक 21 थर जप करंतु। शत्रु एवं ऋण बाधा कमिया मंगलंकर मंत्र जप करंतु। मंत्रटी है ओं अंग अंगारकाय नम मंत्र को दैनिक 11 थर जप करंतु। सूर्य को प्रत्येक दिन जल अर्पण करंतु। दाम्पत्य जीवन तथा लव लाइफ रे सुधार आनिया पई माँ लक्ष्मी पूजा करंतु। गोलाप फूल अर्पण करंतु। जदि कौनसी भी प्रतिकार आपण करि पारुनाहांती तेबे प्रत्येक सोमवार शिव दर्शन करंतु एवं प्रत्येक दिन ओं नमः शिवाय मंत्र को 108 थर जप करंतु। आपण पई शुभ रहइबो। बंधुगण यह थिला तुला राशि व्यक्तिविशेष मानक पई 2026 मे मासर राशिफल विषय विस्तृत आलोचना। जदि भिडियोटी भल लगी थाए तेबे लाइक कमेंट शेयर करिया पई जमार भी भूलिबे नहीं। पुणी आसीबी आउ एक नुआ अध्याय को नहीं। से पर्यंत रहुछि नमस्कार।